ଗୋଟିଏ ବଡ଼ ବରଗଛରେ ଟୁନି ନାମକ ଏକ କୁନି ଚଢ଼େଇ ତାର ଦୁଇଟି ଛୁଆଙ୍କ ସହ ରହୁଥିଲା। ସେହି ଗଛରେ ଅନ୍ୟ ଏକ ଡାଳରେ ଗୋଟିଏ ଭାରି ଦୁଷ୍ଟ ଓ ଅଳସୁଆ କାଉ ରହୁଥିଲା। ଦିନେ ପ୍ରବଳ ବର୍ଷା ହେଲା। ଟୁନି ନିଜର ବସାଟିକୁ ଘାସ ଓ କାଠିରେ ବହୁତ ମଜବୁତ କରି ତିଆରି କରିଥିଲା, ତେଣୁ ସେ ଓ ତାର ଛୁଆମାନେ ସୁରକ୍ଷିତ ଥିଲେ। କିନ୍ତୁ ଅଳସୁଆ କାଉର ବସାଟି ବର୍ଷାରେ ଭାଙ୍ଗିଗଲା। କାଉଟି ସମ୍ପୂର୍ଣ୍ଣ ଓଦା ହୋଇ ଥରିବାକୁ ଲାଗିଲା। ସେ ଟୁନି ପାଖକୁ ଯାଇ କହିଲା, ଟୁନି ଭଉଣୀ, ମୋ ବସା ତ ଭାଙ୍ଗିଗଲା, ମୋତେ ଟିକେ ତୋ ବସାରେ ଆଶ୍ରୟ ଦେ। ଟୁନି ଦୟାଳୁ ଥିଲା, ତେଣୁକରି ସେ କାଉକୁ ଭିତରକୁ ଆସିବାକୁ କହିଲା। କିନ୍ତୁ କାଉ ମନରେ ପାପ ଥିଲା। ସେ ଭାବିଲା, ଟୁନିର ବସାଟି ତ ବହୁତ ଆରାମଦାୟକ। ଯଦି ମୁଁ ଟୁନିକୁ ଏଠାରୁ ବାହାର କରିଦିଏ, ତେବେ ଏହି ବସାଟା ମଧ୍ୟ ମୋର ହେଇଯିବ। ତା ପରଦିନ ବର୍ଷା ଛାଡ଼ିଗଲା ପରେ କାଉ ମଧ୍ୟ ବସା ଛାଡ଼ିଲା ନାହିଁ। ଓଲଟା ସେ ଟୁନିକୁ ଧମକ ଦେଇ କହିଲା, ଏଇଟା ଏବେ ମୋ ବସା, ତୁ ତୋ ଛୁଆଙ୍କୁ ଧରି ଏଠୁ ପଳା। ଟୁନି କାନ୍ଦି କାନ୍ଦି ସେଠାରୁ ଚାଲିଗଲା। କିନ୍ତୁ ସେ ହାର ମାନିଲା ନାହିଁ। ସେ ସିଧା ଜଙ୍ଗଲର ସବୁଠୁ ବୁଦ୍ଧିମାନ ପକ୍ଷୀ ପେଚା ମାମୁଁ ପାଖକୁ ଗଲା। ପେଚା ମାମୁଁ ତାକୁ ଏକ ଚତୁର ବୁଦ୍ଧି ବତାଇଲେ। ଟୁନି ଫେରି ଆସି କାଉକୁ କହିଲା, କାଉ ଭାଇ, ଏଇ ବସା ତଳେ ବହୁତ ପୁରୁଣା ସୁନା ମୋହର ପୋତା ହୋଇଛି। ମୁଁ ଏକା ତ ତାକୁ କାଢ଼ି ପାରୁନି। ତମେ ଯଦି ତଳକୁ ଆସି ଖୋଳି ଦିଅନ୍ତ, ତେବେ ଆମେ ଅଧା ଅଧା କରି ବାଣ୍ଟି ନିଅନ୍ତେ। ଲୋଭୀ କାଉ ସୁନା କଥା ଶୁଣି ତୁରନ୍ତ ବସାରୁ ତଳକୁ ଡେଇଁ ପଡ଼ିଲା ଏବଂ ଗଛ ମୂଳରେ ଖୋଳିବାକୁ ଲାଗିଲା। ଆଉ ସେଇ ସୁଯୋଗ ଦେଖି ଟୁନି ତୁରନ୍ତ ନିଜ ଛୁଆଙ୍କୁ ଧରି ବସା ଭିତରକୁ ପଶିଗଲା ଆଉ ଭିତର ପଟୁ କବାଟକୁ ବନ୍ଦ କରିଦେଲା। କାଉଟି ବହୁତ ସମୟ ଖୋଳିବା ପରେ କିଛି ନ ପାଇ ବୁଝିପାରିଲା ଯେ ଟୁନି ତାକୁ ବୋକା ବନେଇ ଦେଇଛି। ଆଉ ସେ ଲଜ୍ଜିତ ହୋଇ ସେଠାରୁ ଚାଲିଗଲା। ଟୁନି ପୁଣି ଥରେ ତା ପରିଶ୍ରମର ଫଳ ଫେରି ପାଇ ଖୁସିରେ ରହିଲା। ଏଥିରୁ ଆମକୁ ଏଇଆ ଶିକ୍ଷା ମିଳେ, ଅତି ଲୋଭ ଓ କପଟତା କଲେ ମଣିଷ ନିଜର ସମ୍ମାନ ହରାଏ ଏବଂ ଚତୁରତା ସହ କାମ କଲେ ଯେକୌଣସି ଶତ୍ରୁକୁ ମଧ୍ୟ ପରାସ୍ତ କରାଯାଇପାରେ। ସାଙ୍ଗମାନେ, ଯଦି ଏମିତି ନୂଆ ନୂଆ ଆଉ ଭିନ୍ନ ସ୍ୱାଦର ଗପ ଶୁଣିବା ପାଇଁ ଚାହୁଁଛନ୍ତି, ତେବେ ତୁରନ୍ତ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ମୁଁ ଚ୍ୟାନେଲରେ ପକାଉଥିବା ପ୍ରତିଟି ଭିଡ଼ିଓ ଆପଣଙ୍କ ପାଖରେ ପ୍ରଥମ କରି ପହଞ୍ଚିବ।